ସ୍ଥାନୀୟ ଗୁଣପୁର ମୁଖ୍ୟ ଡାକଘର ଅବ୍ୟବସ୍ଥା ଘେରରେ ଦୀର୍ଘଦିନ ହେଲା ଚାଲୁଛି। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଯେତେ ଅଭିଯୋଗ କଲେ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ହେଲେ ମଧ୍ୟ ଗୁଣପୁରର ଉପଡାକଘରରେ ସମସ୍ୟାରେ ସୁଧରୁନି। ଗ୍ରାହକମାନେ ଡାକଘରକୁ ଯାଇ ସେବା ନ ପାଇ ନାନା ହଇରାଣ ହୋଇ ଫେରିଥିବା ଏକ ନୀତିଦିନିଆ ଘଟଣା ହେଲାଣି। ସ୍ଥାନୀୟ କୁମୁଟି ସାହିରେ ଏକ ଭଡ଼ା ଘରେ ଚାଲୁଥିବା ଏହି ଉପଡାକଘରର ଅବ୍ୟବସ୍ଥା କହିଲେ ନ ସରେ। ଏମିତି ଯେ ଗତ 8 ମାସ ହେବ ଏଠି ଜେନେରେଟର ଅଚଳ ହୋଇ ପଡ଼ିଛି, ଯାହାଫଳରେ ବିଦ୍ୟୁତ୍ କଟିଲେ ସବୁ କାମ ଠପ୍ ହେଉଛି। ଲିଙ୍କ୍ ଫେଲ୍, ନେଟ୍ ନାହିଁ, କରେଣ୍ଟ ନାହିଁ, ସର୍ଭର ଡାଉନ୍, ଷ୍ଟାଫ୍ ଅଭାବ, ଏମିତି କେଉଁଦିନ କି ପ୍ରକାର ବାହାନା କରି ଗ୍ରାହକମାନଙ୍କୁ ସେବା ନ ଦେଇ ପଠାଇ ଦିଆଯାଉଛି। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର।